ରୋଗରୁ ରାଜା ମୁକ୍ତ ହେଲେ। ଆସନ୍ତୁ ଶୁଣିବା ଏକ କାହାଣୀଟିଏ। ଆନନ୍ଦପୁରର ରାଜା ଆନନ୍ଦ ସେନ। ଥରେ ତାଙ୍କୁ ଏକ ବଡ଼ ବେମାରୀ ହେଲା। ରାଜା ହସୁଥିଲେ, ଖାଉଥିଲେ, ଏମିତିକି ଶୋଇଥିବା ସମୟରେ ମଧ୍ୟ ସେହି ରୋଗଟି ବାହାରି ପଡ଼ୁଥିଲା। ରାଜା ବହୁତ କଷ୍ଟ ମଧ୍ୟ ଭୋଗ କରୁଥିଲେ। ଯେତେ ପ୍ରକାର ଚିକିତ୍ସା କଲେ ମଧ୍ୟ ରାଜା ଆଉ ସୁସ୍ଥ ହେଲେ ନାହିଁ। ମହାରାଣୀ ମେନକା ବଡ଼ ଚିନ୍ତାରେ ପଡ଼ିଗଲେ। କ'ଣ ଏତେ ବୈଦ୍ୟ ଆସିଲେଣି, ବଡ଼ ବଡ଼ ବୈଦ୍ୟ ମଧ୍ୟ ଚିକିତ୍ସା କଲେଣି, ହେଲେ କେହି ଜଣେ ମହାରାଜାଙ୍କୁ ଭଲ କରିପାରୁନାହାନ୍ତି। ଯେତେବେଳେ ଯିଏ ରାଜା ଦରବାରକୁ ଆସେ ସାକ୍ଷାତ କରିବା ପାଇଁ, ରାଣୀ ସେମାନଙ୍କଠାରୁ ମହାରାଜାଙ୍କ ବିଷୟରେ କିଛି ପଚାରି ବୁଝନ୍ତି। ଆସ୍ତେ ଆସ୍ତେ ମହାରାଜାଙ୍କର ଅସୁସ୍ଥତା ଦେଖି ରାଣୀ ଭାଙ୍ଗି ପଡ଼ିଲେ। ଭାବିଲେ, ସତରେ ଆଉ କ'ଣ ରାଜା ଭଲ ହେବେନି? ରାଣୀ ଆଉ ସମ୍ଭାଳି ହୋଇ ନ ପାରି ମହାରାଜାଙ୍କ ପାଖକୁ ଗଲେ। ସେଠାରେ ଦେଖିଲେ ରାଜାଙ୍କ ଚାରିପଟେ ବୈଦ୍ୟ, ପାତ୍ର, ମନ୍ତ୍ରୀ ସମସ୍ତେ ଘେରି ହୋଇ ବସିଛନ୍ତି। ରାଣୀ ସମସ୍ତଙ୍କୁ ଦେଖି ରାଗରେ ଜଳିଗଲେ। କହିଲେ, ଆପଣମାନେ ସମସ୍ତେ ମହାରାଜାଙ୍କ ପାଖରେ ବସିଛନ୍ତି। ଆପଣମାନଙ୍କ ଭିତରୁ କେହି ଜଣେ ମହାରାଜାଙ୍କର କ'ଣ ହୋଇଛି କହିପାରୁ ନାହାନ୍ତି କି? କି ଠିକ୍ରେ ରୋଗ ଚିହ୍ନି ଔଷଧ ଦେଇପାରୁନାହାନ୍ତି? ମହାରାଜ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ପଡ଼ିଲେଣି। ତାହେଲେ ମହାରାଜା ଆଉ କ'ଣ ଭଲ ହେବେନି? ଆପଣମାନଙ୍କର ସାହାଯ୍ୟ ମୋର ଆଉ ଦରକାର ନାହିଁ। ଆପଣମାନେ ଏଥର ଯାଇପାରନ୍ତି। ମହାରାଣୀ ଆଉ କାଳ ବିଳମ୍ବ ନ କରି ଡାକିଲେ, ମନ୍ତ୍ରୀ ମହାଶୟ, ଆପଣ ମୋ ସହିତ ଆସନ୍ତୁ। ମହାରାଣୀଙ୍କର ଆଦେଶ ପାଇ ମନ୍ତ୍ରୀ ସେଠାରୁ ଉଠି ମହାରାଣୀଙ୍କ ସହିତ ଚାଲିଲେ। ମହାରାଣୀ କିଛି ବାଟ ଗଲା ପରେ ଅଟକି ଯାଇ ମହାମନ୍ତ୍ରୀଙ୍କୁ କହିଲେ, ମହାଶୟ, ଆପଣଙ୍କୁ ଗୋଟିଏ କଥା କହିବି। ମୋ କଥା ଶୁଣିଲା ପରେ ଆପଣଙ୍କ ମନକୁ ପାଉଛି କି ନାହିଁ ତାହା ମଧ୍ୟ ମୁଁ କହିପାରିବି ନାହିଁ। ତଥାପି ମୁଁ ଜାଣିଛି, ମୋ କଥା ଶୁଣି ସାରିଲା ପରେ ଆପଣଙ୍କ ମନକୁ ନିଶ୍ଚୟ ପାଇବ। ମନ୍ତ୍ରୀ କହିଲେ, ମୋର ଏ ବିଶ୍ୱାସ ଆପଣଙ୍କ ଉପରେ ଅଛି। କୁହନ୍ତୁ ମହାରାଣୀ, ଆପଣ ଯେ କୌଣସି ଆଦେଶ ଦେବେ, ଆପଣଙ୍କ ଆଦେଶ ଏ ମନ୍ତ୍ରୀ ପାଳନ କରିବ। କାହିଁକିନା ମହାରାଜାଙ୍କ ପାଇଁ ଯେତେ ବାଧାବିଘ୍ନ ଆସୁ ପଛେ କାହାକୁ ନ ମାନି ମହାରାଜାଙ୍କୁ ଭଲ କରିବା ପାଇଁ ମୁଁ ଆଗକୁ ଚାଲିବି। ଆପଣ କୁହନ୍ତୁ ମହାରାଣୀ, ମହାରାଜାଙ୍କୁ ଭଲ କରିବା ପାଇଁ କ'ଣ କରାଯିବ? ରାଣୀ କହିଲେ, ଗୋଟିଏ କାମ କରନ୍ତୁ। ସାରା ସହରରେ ଡେଙ୍ଗୁରା ଦେଇ କହିବ, ମହାରାଜାଙ୍କୁ ଯିଏ ଭଲ କରିଦେବ ଏ ରାଜ୍ୟରୁ ଅଧେ ଭୂମି ତାଙ୍କୁ ପ୍ରଦାନ କରାଯିବ। ମନ୍ତ୍ରୀ ମହାଶୟ ମହାରାଣୀଙ୍କର ଆଦେଶ ପାଇ ଡେଙ୍ଗୁରା ସାରା ରାଜ୍ୟରେ ଦେଇଦେଲେ। ମହାରାଜାଙ୍କର ଅସୁସ୍ଥତା ଖବର ସାରା ରାଜ୍ୟରେ ଚହଳ ପକାଇ ଦେଲା। ମହାରାଜାଙ୍କୁ ଦେଖିବା ପାଇଁ ଶହ ଶହ ଲୋକମାନେ ଚୁଟି ଆସିଲେ। ଏତେ ଗୁଡ଼ିଏ ଲୋକଙ୍କୁ ଦେଖି ରାଣୀ ଅତି ଆନନ୍ଦିତ ହୋଇ ପଡ଼ିଲେ। ଭାବିଲେ, ମହାରାଜାଙ୍କୁ ସତରେ କ'ଣ ଏତେ ଲୋକ ଭଲ ପାଉଥିଲେ? ଏତେ ଲୋକଙ୍କ ଭିଡ଼ରେ ଜଣେ 12-14 ବର୍ଷର ବାଳକଟିଏ ମହାରାଜାଙ୍କର ଦରବାର ନିକଟରେ ଆସି ପହଞ୍ଚିଲା। ଦରବାରର ଦ୍ୱାରପାଳମାନେ ସେହି ବାଳକଟିକୁ ଭିତରକୁ ଛାଡ଼ିବା ପାଇଁ ମନା କରିଦେଲେ। କହିଲେ, ତୁ ଗୋଟିଏ ଛୋଟିଆ ବାଳକଟିଏ, ଆସିଛୁ ପୁଣି ଆମ ମହାରାଜାଙ୍କୁ ଭଲ କରିବା ପାଇଁ? ଏତେ ବଡ଼ ବଡ଼ ରାଜବୈଦ୍ୟ ଆସିଲେଣି, କେହି ଜଣେ ଆମ ମହାରାଜାଙ୍କୁ ଭଲ କରିପାରୁନାହାନ୍ତି। ଆଉ ତୁ ଗୋଟିଏ ମେଞ୍ଚଡ଼ ଟୋକାଟା କହୁଛୁ କ'ଣ ନା ମୁଁ ମହାରାଜାଙ୍କୁ ଭଲ କରିଦେବି? ବାଳକଟି କହିଲା, ହଁ, ମୁଁ କହୁଛି ଆପଣଙ୍କ ମହାରାଜାଙ୍କୁ ମୁଁ ଭଲ କରିଦେବି। ମୋ ଉପରେ ଭରସା ରଖନ୍ତୁ। ଥରୁଟିଏ ମହାରାଜାଙ୍କ ସହିତ ଦେଖା କରି ଦିଅନ୍ତୁ। ମୁଁ ବହୁତ ବାଟରୁ ଆସିଛି ମହାରାଜାଙ୍କର ଖବର ଶୁଣି। ଏମିତି ଦ୍ୱାରପାଳଙ୍କ ସହିତ ଯୁକ୍ତି ତର୍କ ହେବା ଭିତରେ ମନ୍ତ୍ରୀ ମହାଶୟ ସେହିଠାରେ ପହଞ୍ଚିଗଲେ। ଦ୍ୱାରପାଳଙ୍କଠାରୁ ପଚାରି ବୁଝିଲେ, ଏ ପିଲାଟି କିଏ? ତୁମେ ଏ ପିଲାଟି ସହିତ କାହିଁକି ପାଟିତୁଣ୍ଡ କରୁଛ? ପିଲାଟିର ଘର କେଉଁଠି? ପିଲାଟି କ'ଣ ପାଇଁ ଏଠାକୁ ଆସିଛି? ଦ୍ୱାରପାଳ ମନ୍ତ୍ରୀ ମହାଶୟଙ୍କୁ କହିଲେ, ଏ ପିଲାଟି କହୁଛି ଆମ ମହାରାଜାଙ୍କୁ ଭଲ କରିଦେବ। ମନ୍ତ୍ରୀ ଏତକ ଶୁଣି ସଙ୍ଗେ ସଙ୍ଗେ ସେହି ପିଲାକୁ ପାଖକୁ ଡାକି ପଚାରି ବୁଝିଲେ। ଆଉ ତାଠାରୁ ସବୁ ଶୁଣି ସାରିବା ପରେ ମନ୍ତ୍ରୀ ପିଲାଟିକୁ ସାଙ୍ଗରେ ଧରି ମହାରାଣୀଙ୍କ ପାଖକୁ ନେଇକରି ଗଲେ।
महाराणी पिलाटी को देखी मंत्री महाशय को पचारिले, ए पिलाटी किए? आपण मो पाखक नहीं आसीछंती काहेकि? मंत्री कहिले, पिलाटी कहूची आम महाराज को भल करिदेब। मंत्री कथा शुणी महाराणी चमकी पड़िले, कहिले, एडे बड़ बड़ वैद्य गलेनी, केही जणे महाराज को भल करि पारु नाहंती, आउ ए पिलाटी कहूची भल करिदेब। बालकटी कहिला, हाँ राणी माँ, मु महाराज को भल करिदेबी। आपण मते थरुटिए दयाकरी महाराज को देखा करिबा पई अनुमति दियंतु। पिलाटीर कथा शुणी महाराणी मनरे विश्वास आसिला। तापरे राणी पिलाटी को अनुमति देले राजा को भेटिबाको। पिलाटी महाराज को भेटी कहिला, महाराज, मु जणे काठुरिया, जंगलरू काठ हाणी बजार रे बिके, सेथिरु जेतिकी मिले मो परिवार सेथिरे कष्टमष्टे चली जाए, आउ मोर घर द्वार बोली किछि नाही। सेही जंगल मध्यरे दुईटी कुड़िया घर करी सेथिरे मोर बुढ़ी माँ आउ छोट छोट भाई भौणी 2 जण एकाठी मिसी रहू। मु जेतिकी रोजगार करे सेतिकीरे आमे 4 जण चली जाऊ। महाराज, मु देखुची प्रतिदिन किछि अजणा लोक आम राज्य रे प्रवेश करूछंती। बोधुए सेमाने गुप्त षड़यंत्र किंबा गुप्तरे आसी आम राज्यर खबर प्रजा मानक ठारू संग्रह करी आम शत्रु मानक जणाउछंती। पिलाटी पाखरू ए खबर शुणी महाराज किछि समय आश्चर्य और चकित होई पड़िले। मने मने बसी चिंता कले, मो राज्यर गुप्तचर माने थिबा सत्वे बेश बदलाई लोके मो राज्य रे प्रवेश करि पारुछंती केमिति? तापरे महाराज रागी जाई पिलाटी को कहिले, ठीक अछि, आज ठारू जंगल बाट देई आसुथिबा समस्त यात्रींक उपरे तमे कड़ा नजर रखिब। जदि कहा उपरे तुमर संदेह हुए तेबे संगे संगे तुमे आसी मते खबर देब। महाराज निजर मथामणिरू हीरार माळीटीए काढ़ी पिलाटी हाथ को बढ़ई देई कहिले, राजप्रसाद को जेतेबेले आसिब सेही माळटी को द्वारपाल को देखाइले से तुमको भितर को बाट छाड़ी देब। तापरे बालकटी सेही माळीटी को धरी निज घर को फेरी आसिला, किंतु तार एही कथा पदक राजांक पाखरे औषध बळी काम देला। राजांकर देह धीरे धीरे भल हेबाकू लागिला। महाराज दिने जरूरी कालीन सभाटी डकाइले। सेही सभारे रहिले प्रधानमंत्री, प्रधान सेनापति आउ अन्य माने। राति सारा सभा चली थाए। से दिन राजा विलंबरे सोइबाकू गले। सेही पिलाटी कथा शुणी राजा को बहुत बड़ आघात लागिछि। राजा आउ शांति सोई पारिले नाही। 4टा रात्रिरू उठी राजनहर चारिपटे खाली परिभ्रमण करुथांती। दीर्घ मासे 1.5 मासे हेब जेउ बेमारी राजा को होइथिला शांति रे गोटिए मुहूर्त रखाई देउ नथिला। ताहा पिलाटीर उक्त कथारे महाराज सबुदिन पई मुक्त होई गले। एपटे सकाळु सकाळु जणे ब्राह्मण फूल तोलिबा पई राजांक बगीचा आड़े आसुथिले। महाराज सेही ब्राह्मण को देखी ठिया हेले एवं पाद छुई प्रणाम कले। ब्राह्मण राजा को पचारिले, शुणिली राज्य रे कड़ा सुरक्षा व्यवस्था कर दिया जाइछि। कौनसी स्थान को 1-2 रु अधिक व्यक्ति गले संगे संगे तांको धरी जेरा करा जाउछि। महाराज ब्राह्मण को किछि कहिबा पूर्वरु सेही काठुरिया पिलाटी आसी पहुँची गला। अत्यंत भयभीत होई प्रणाम करी कहिला, महाराज अधम को क्षमा करंतु। मु जे खबरटी आपनकु देइथिली ताहा संपूर्ण मिथ्या। मोर एकमात्र उद्देश्य थिला आपनकु भल करिबा पई। आपनकु जे रोग होइथिला ताहा सुनी मोर पिलादिनर कथा मने पड़ीगला। थरे मो बुढ़ी माँ मते एमिति गोटे मिछ कथा कहिथिला जहा शुणी मोर रोग आपे आपे भल हो जाइथिला। तेणु मु आपनकु एते बड़ मिछ कथा कहिथिली जहाद्वारा आपण सबुबेले निजको कर्मरे नियोजित कले। प्रकृत सत्य जानिपारी महाराज एवं ब्राह्मण उभय हसिबाकू लागिले। महाराज पिलाटीर बुद्धिरे खुशी होई ताको राज्यर सेनापति पदरे प्रतिष्ठित कराइले। राजा सेही दिन ठारू रोगरू मुक्त हेले।
ମହାରାଣୀ ଘୋଷଣା କରିଥିବା କିଛି ଭୂମି ମଧ୍ୟ ତାକୁ ପ୍ରଦାନ କଲେ। ଏଥର ପିଲାଟି ନିଜର ପରିବାର ଧରି ଖୁସିରେ ରହିଲା। ସେହିଦିନୁ ପିଲାଟିର ଏବଂ ତାର ପରିବାରର ଦୁଃଖ ଭଗବାନଙ୍କ କୃପାରୁ ଦୂରେଇ ଗଲା। ଆଶା କରୁଛି ଏ କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।